ପାତରଅନ୍ତର ଅଭିଯୋଗ ଓ ବିକ୍ଷୋଭ ପ୍ରତିବାଦ ପରେ ଶେଷରେ ବ୍ରହ୍ମପୁର ରେଳ ଷ୍ଟେସନ ପ୍ରତି ଦୟା କରିଛନ୍ତି କର୍ତ୍ତୃପକ୍ଷ। ରାଜ୍ୟର ସବୁଠୁ ପୁରୁଣା ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ଅର୍ଥ ମଞ୍ଜୁରୀ ହୋଇଛି। ଏଥିସହ ପୁନଃ ବିକାଶ ଯୋଜନାରେ ସାମିଲ କରାଯାଇଛି କିଛି ନୂଆ ପ୍ରକଳ୍ପ। 93 କୋଟି 19 ଲକ୍ଷ ଟଙ୍କା ବ୍ୟୟରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ ହେବ। ପୁନଃ ବିକାଶ ଯୋଜନାରେ ବ୍ରହ୍ମପୁର ଷ୍ଟେସନକୁ ଏକ ଆଧୁନିକ ଯାତ୍ରୀ ଅନୁକୂଳ ସ୍ମାର୍ଟ ଏବଂ ସ୍ଥାୟୀ ପରିବହନ ହବ୍ ଭାବରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ବ୍ରହ୍ମପୁର ରେଳ ଷ୍ଟେସନ ସବୁଠାରୁ ପୁରୁଣା ଏବଂ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ଗୋଟିଏ। ରାଜସ୍ୱ ଦୃଷ୍ଟିରୁ ରାଜ୍ୟର ଲାଭକାରୀ ଷ୍ଟେସନ ମଧ୍ୟରୁ ଅନ୍ୟତମ ବ୍ରହ୍ମପୁର ରେଳ ଷ୍ଟେସନ। କିନ୍ତୁ ଏହି ଐତିହାସିକ ଷ୍ଟେସନକୁ ବାରମ୍ବାର ଅବହେଳା କରାଯାଉଥିବା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଜୋରଦାର ଅଭିଯୋଗ ହୋଇ ଆସୁଛି। ଏପରିକି ଅମୃତ ଭାରତ ଯୋଜନାରେ ରେଳ ଷ୍ଟେସନ ନବୀକରଣ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ରାଜ୍ୟର ଅନ୍ୟ ପ୍ରମୁଖ ଷ୍ଟେସନ ତୁଳନାରେ ବହୁତ କମ୍ ବୋଲି ଅଭିଯୋଗ ହୋଇଥିଲା। ଏନେଇ କେନ୍ଦ୍ର ରେଳ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହୋହଲ୍ଲା ପରେ ବ୍ରହ୍ମପୁର ଷ୍ଟେସନର ପୁନଃ ବିକାଶ ପାଇଁ ଅର୍ଥ ମଞ୍ଜୁରୀ ହୋଇଛି। ଷ୍ଟେସନର ପୁନଃ ବିକାଶ ଅନ୍ତର୍ଗତ 12 ମିଟର ଓସାର ଓଭରବ୍ରିଜ୍ର ନିର୍ମାଣ କରାଯିବ। ଷ୍ଟେସନ ବିଲ୍ଡିଂର ଦ୍ୱିତୀୟ ପ୍ରବେଶ ଦ୍ୱାରର ବିକାଶ କରାଯିବ। ଏଥିସହ ଏକ ନୂଆ ଷ୍ଟେସନ ବିଲ୍ଡିଂର ନିର୍ମାଣ ହେବାକୁ ଯୋଜନା ମଧ୍ୟ ରହିଛି। ଭିଡ଼ କମାଇବା ପାଇଁ ପ୍ଲାଟଫର୍ମ ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ହେବ। ଷ୍ଟେସନରେ ଏକ ରୁଫ୍ ପ୍ଲାଜା ମଧ୍ୟ ନିର୍ମାଣ କରାଯିବ। ପୁନଃ ବିକାଶ ପ୍ରକଳ୍ପ ମଧ୍ୟରେ 500ରୁ ଅଧିକ ଯାତ୍ରୀଙ୍କ ପାଇଁ ବସିବା କ୍ଷମତା ସହିତ ଏକ ପ୍ରଶସ୍ତ ପ୍ରତୀକ୍ଷାଳୟ ନିର୍ମାଣ ପ୍ରସ୍ତାବ ରହିଛି। 8ଟି ଟିକେଟ୍ ୱିଣ୍ଡୋ, 16ଟି ଲିଫ୍ଟ, 5ଟି ଏସ୍କାଲେଟର ନିର୍ମାଣ ସହ ଦିବ୍ୟାଙ୍ଗ ଅନୁକୂଳ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବ। ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଏହା ସମୁଦ୍ରକୁ ସଂଖ୍ୟା ବୋଲି କେତେକ ମହଲରେ ମତ ପ୍ରକାଶ ପାଇଛି। ପୁନଃ ବିକାଶ ଯୋଜନା ସଠିକ୍ କାର୍ଯ୍ୟକାରୀ ହେବା ଜରୁରୀ ବୋଲି ଆଲୋଚନା ହୋଇଛି। ପ୍ରଥମେ ଷ୍ଟେସନର ମୌଳିକ ଭିତ୍ତିଭୂମିରେ ସୁଧାର ଆଣିବା ସହ ଯାତ୍ରୀଙ୍କ ସୁବିଧା ଉପରେ ଧ୍ୟାନ ଦିଆଯିବା ଦରକାର ବୋଲି ସାମାଜିକ ଗଣମାଧ୍ୟମରେ ସହରବାସୀ ମତ ରଖୁଛନ୍ତି। ବ୍ୟୁରୋ ରିପୋର୍ଟ, ସିଲ୍କ ସିଟି ଲୋକାଲ।